प्रिय दर्शक बंधु प्रभु जीशुख्रीष्टଙ୍କ बहुमूल्य नामରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ପରମେଶ୍ୱର ଆମର ବିଶ୍ୱସ୍ତ ପ୍ରତିପାଳକ ଏବଂ ଆମ ଆଧ୍ୟାତ୍ମିକ ଶକ୍ତିର ଉତ୍ସ ଅଟନ୍ତି। ଯେତେବେଳେ ମରୁଭୂମିରେ ଇସ୍ରାଏଲ କ୍ଷୁଧା ଓ ଶୋଷର ସମ୍ମୁଖୀନ ହେଲା, ସେତେବେଳେ ପରମେଶ୍ୱର ଦୟାପୂର୍ବକ ସ୍ୱର୍ଗରୁ ମାନା ଏବଂ ଆଘାତପ୍ରାପ୍ତ ଶୈଳରୁ ଜଳ ଯୋଗାଇ ଦେଲେ। ଏହା ନିଜ ଲୋକମାନଙ୍କୁ ପ୍ରତିଦିନ ତାଙ୍କ ଉପରେ ନିର୍ଭର କରିବା ଶିଖାଇଥିଲା। ଯେଉଁ ଶୈଳକୁ ଆଘାତ କରାଯାଇଥିଲା ତାହା ଆମକୁ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ନେଇଯାଏ, ଯିଏ ଆମ ପାପ ପାଇଁ ଆଘାତପ୍ରାପ୍ତ ହୋଇଥିଲେ ଏବଂ ଏବେ ସେ ତାଙ୍କ ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଅନନ୍ତ ଜୀବନର ଜୀବନ୍ତ ଜଳ ପ୍ରଦାନ କରନ୍ତି। ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 17 ଅଧ୍ୟାୟ ଅଧ୍ୟୟନ କରିବା। ତାପରେ ଆମେ 18 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ମୋଶାଙ୍କ ଶ୍ୱଶୁର ଜିତ୍ରୋ ଇସ୍ରାଏଲର ଶିବିରକୁ ସାକ୍ଷାତ କରୁଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ବିଷୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ 17 ପର୍ବ ତାର 8 ପଦରୁ 18 ପର୍ବର 27 ପଦର ଶେଷ ଯାଏ। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଯାତ୍ରା କରୁଥିବା ସମୟରେ ଅମାଲିକୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେଉଁମାନେ ଶାସ୍ତ୍ରରେ ସାଂସାରିକତାକୁ ପ୍ରତିନିଧିତ୍ୱ କରନ୍ତି। ଏହି ଅଭିଜ୍ଞତା ଆହୁରି ଏକ ଶିକ୍ଷା ଯାହା ଆମେ ଶିଖିବା ଉଚିତ। ଯାତ୍ରା 17 ପର୍ବ ତାର 8 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ସେହି ସମୟରେ ଅମାଲେକ ଆସି ରଫିଦିମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ। ଏଠାରେ ଆପଣ ଦେଖିବାକୁ ପାଇବେ ଯେ ଅମାଲେକୀୟମାନେ ଐଶ୍ୟର ବଂଶଧର ଥିଲେ ଏବଂ ସେମାନେ ଇସ୍ରାଏଲର ଶତ୍ରୁ ହୋଇଯାଇଥିଲେ। ପ୍ରଥମ ଥର ପାଇଁ ଇସ୍ରାଏଲର ସନ୍ତାନମାନେ ଯୁଦ୍ଧରେ ସାମିଲ ହେଲେ। ଯାତ୍ରା ପୁସ୍ତକ 17 ପର୍ବ ତାର 9 ଏବଂ 10 ପଦରେ ଲେଖା ଅଛି, ତହିଁରେ ମୂଷା ଯହୋଶୁଆଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ। କାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟି ଘେନି ପର୍ବତ ଶୃଙ୍ଗରେ ଛିଡ଼ା ହେବି। ତୋହମୂଷାଙ୍କ ଆଜ୍ଞାନୁସାରେ ଯହୋଶୁଆ ଅମାଲେକ ସହିତ ଯୁଦ୍ଧ କଲେ। ପୁଣି ମୂଷା ଓ ହାରୁଣ ହୁର ପର୍ବତ ଶୃଙ୍ଗରେ ଆରୋହଣ କଲେ। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଏସୋ ସାଂସାରିକତାର ଏକ ପ୍ରତିଛବି ଥିଲା। ଯେପରି ଇସ୍ରାଏଲ ନିଜ ପ୍ରୟାସ ଦ୍ୱାରା ଅମାଲେକଙ୍କୁ ପରାସ୍ତ କରିପାରିଲେ ନାହିଁ, ସେହିପରି ଆପଣ କିମ୍ବା ମୁଁ ଆମର ନିଜ ପ୍ରୟାସ ଦ୍ୱାରା ଶରୀରର ଅଭିଳାଷକୁ ପରାସ୍ତ କରିପାରିବା ନାହିଁ। ଶରୀରର ଆତ୍ମା ବିରୁଦ୍ଧରେ ଏବଂ ଆତ୍ମା ଶରୀର ବିରୁଦ୍ଧରେ ଯୁଦ୍ଧ କରେ। ପାଉଲ ଗାଲାତୀୟ 5 ପର୍ବ ତାର 17 ପଦରେ ଏହାକୁ ବ୍ୟାଖ୍ୟା କରନ୍ତି, କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ। ଯେଣୁ ଏହି ଦୁହିଁ ପରସ୍ପରର ବିପରୀତ। ଫଳତଃ ତୁମେମାନେ ଯାହା ଯାହା ଇଚ୍ଛା କର ସେହି ସବୁ କରିପାର ନାହିଁ। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଏହି ଚିତ୍ର ଆମେ ପ୍ରାନ୍ତରରେ ଦେଖୁଛୁ, ଯେତେବେଳେ ଇସ୍ରାଏଲ ଏବଂ ଅମାଲେକ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରନ୍ତି। ଯାତ୍ରା 17 ପର୍ବ ତାର 11 ଏବଂ 12 ପଦରେ ଲେଖା ଅଛି, ପୁଣି ମୂଷା ଆପଣା ହସ୍ତ ଉର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଇବା ସମୟରେ ଅମାଲେକ ଜୟୀ ହେଲେ। ମାତ୍ର ମୂଷାଙ୍କର ହସ୍ତ ଭାରି ହେଲା, ଏହେତୁ ସେମାନେ ଖଣ୍ଡିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ ମୂଷା ତହିଁ ଉପରେ ବସିଲେ। ପୁଣି ହାରୁଣ ଓ ହୁର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କର ହାତ ଟେକି ଧରିଲେ।
ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଏହାକୁ ଧ୍ୟାନର ସହିତ ଦେଖିଲେ ବୁଝାଯାଏ ଯେ ପ୍ରକୃତ ଯୁଦ୍ଧଟି ପର୍ବତର ଶିଖରରେ ହିଁ ଲଢ଼ା ଯାଇଥିଲା। ସେହି ଯୁଦ୍ଧ ପ୍ରାର୍ଥନା ମାଧ୍ୟମରେ ହେଉଥିଲା। ଇସ୍ରାଏଲୀୟମାନେ ନିଜର ଯୁଦ୍ଧ କୌଶଳ କିମ୍ବା ଶକ୍ତି ଦ୍ୱାରା ହିଁ ବିଜୟ ପାଇନଥିଲେ, କାରଣ ସେମାନେ ସେତେବେଳେ ଅଭିଜ୍ଞ ସୈନିକ କିମ୍ବା ଯୁଦ୍ଧ କଳାରେ ପାରଙ୍ଗମ ନଥିଲେ। ଏହି ଯୁଦ୍ଧ ପ୍ରକୃତରେ ମୋଶାଙ୍କ ଦ୍ୱାରା ଲଢ଼ାଗଲା ଏବଂ ବିଜୟ ଲାଭ କରାଗଲା। ଯେତେବେଳେ ମୋଶା ନିଜ ହାତ ଉପରକୁ ଉଠାଇ ରଖିବାରେ ଅସମର୍ଥ ହେଲେ, ସେହି ମୁହୂର୍ତ୍ତରେ ଇସ୍ରାଏଲ ସନ୍ତାନମାନେ ଯୁଦ୍ଧରେ ପରାଜିତ ହେବାକୁ ଲାଗିଲେ। ଯଦି ମୋଶା ନଥାନ୍ତେ, ଇସ୍ରାଏଲ ନିଶ୍ଚିତ ଭାବରେ ସେହି ଯୁଦ୍ଧରେ ପରାଜିତ ହୋଇଥାନ୍ତା। ଏଠାରେ ମନେ ରଖିବାକୁ ଥିବା ମୁଖ୍ୟ ସତ୍ୟ ହେଉଛି କେବଳ ପବିତ୍ର ଆତ୍ମା ହିଁ ଆମକୁ ଶରୀରର ପାପମୟ ସ୍ୱଭାବ ଉପରେ ବିଜୟ ଦେଇଥାନ୍ତି। ବିଶ୍ୱାସୀ ଯେତେବେଳେ ପବିତ୍ର ଆତ୍ମାଙ୍କ ନେତୃତ୍ୱରେ ଜୀବନଯାପନ କରେ, ସେତେବେଳେ ସେ ବିଜୟ ଲାଭ କରେ। କିନ୍ତୁ ଯେତେବେଳେ ଆପଣ ଓ ମୁଁ ପବିତ୍ର ଆତ୍ମାଙ୍କୁ ଛାଡ଼ି ନିଜ ଇଚ୍ଛାରେ କାର୍ଯ୍ୟ କରୁ, ସେତେବେଳେ ଅମାଲିକ ଅର୍ଥାତ୍ ଶରୀରର ପାପମୟ ସ୍ୱଭାବ ସହଜରେ ବିଜୟୀ ହୋଇଥାଏ। ଯେତେବେଳେ ମୋଶାଙ୍କ ହାତ ଉପରକୁ ଉଠି ରହିଲା, ଇସ୍ରାଏଲୀୟମାନେ ବିଜୟୀ ହେଲେ। ସେହିପରି ଆପଣ ଓ ମୁଁ ନିଜ ଶକ୍ତିରେ କେବେ ମଧ୍ୟ ଶରୀରର ପାପମୟ ସ୍ୱଭାବକୁ ଜୟ କରିପାରିବୁ ନାହିଁ। କେବଳ ପରମେଶ୍ୱରଙ୍କର ପବିତ୍ର ଆତ୍ମା ହିଁ ଆମକୁ ସେହି ବିଜୟ ଦେଇପାରନ୍ତି। ଯାତ୍ରା 17 ପର୍ବ ତାର 13 ଏବଂ 14 ପଦରେ ଲେଖା ଅଛି, ଏଣୁ ଯହୋଶୁଆ ଅମାଲେକକୁ ଓ ତାହାର ଲୋକମାନଙ୍କୁ ଖଡ଼୍ଗ ଧାରରେ ପରାସ୍ତ କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ। ପୁଣି ଯହୋଶୁଆର କର୍ଣ୍ଣଗୋଚରରେ ତାହା ପାଠ କର, ଯଥା ଆମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଏବେ ଆସନ୍ତୁ ଆମେ କିଛି ସମୟ ଯହୋଶୁଆଙ୍କ ବିଷୟରେ ଚିନ୍ତା କରିବା। ସେହି ବ୍ୟକ୍ତି ହିଁ ପରବର୍ତ୍ତୀ ସମୟରେ ମୋଶାଙ୍କ ସ୍ଥାନ ଗ୍ରହଣ କରିବେ। ଆମେ ଏଠାରେ ଦେଖିପାରୁଛୁ ଯେ ସେ ଏହି ପଦବୀ ପାଇଁ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି। ସେ ଜଣେ ସାଧାରଣ ବ୍ୟକ୍ତି, କିନ୍ତୁ ପରମେଶ୍ୱର ତାଙ୍କୁ ତାଙ୍କ ସମ୍ମୁଖରେ ଥିବା କାର୍ଯ୍ୟ ପାଇଁ ପ୍ରସ୍ତୁତ କରୁଛନ୍ତି। ପରମେଶ୍ୱର ମୋଶାଙ୍କୁ ଯହୋଶୁଆଙ୍କ କାନରେ ପୁନରାବୃତ୍ତି କରିବାକୁ ନିର୍ଦ୍ଦେଶ ଦିଅନ୍ତି ଯେ ଅମାଲେକଙ୍କୁ ଧ୍ୱଂସ କରିବାକୁ ହେବ। ଏବେ ପରମେଶ୍ୱର ସାଂସାରିକତାକୁ ଦୂର କରିବାକୁ ଯାଉଛନ୍ତି। ପରମେଶ୍ୱର ଯେତେବେଳେ ମଣ୍ଡଳୀକୁ ସ୍ୱର୍ଗକୁ ନେଇଯିବେ, ସେ ଏହାକୁ ପରିବର୍ତ୍ତନ କରିବେ। ପ୍ରଥମ କରନ୍ଥୀୟ 15 ପର୍ବ ତାର 52ରେ ଲେଖା ଅଛି, ଏହା ନିଶ୍ଚିତ କରେ, କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରୀ ଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଯଦି ପ୍ରଭୁ ମଣ୍ଡଳୀକୁ ପରିବର୍ତ୍ତନ ନ କରି ବର୍ତ୍ତମାନ ଯେପରି ଅଛି ସେହିପରି ସ୍ୱର୍ଗକୁ ନେଇଯାଆନ୍ତି, ତେବେ ସ୍ୱର୍ଗ ଏହି ପୁରୁଣା ପୃଥିବୀ ପରି ହୋଇଥାନ୍ତା। କାରଣ ଆମେ ଆମର ପୁରୁଣା ସ୍ୱଭାବ ଦ୍ୱାରା ସେହି ସ୍ଥାନକୁ ନଷ୍ଟ କରିଦେବୁ। ତେବେ ସ୍ୱର୍ଗ ଏହି ପୁରୁଣା ପୃଥିବୀ ପରି ହୋଇଥାନ୍ତା, କାରଣ ଆମେ ଆମର ପୁରୁଣା ସ୍ୱଭାବ ଦ୍ୱାରା ସେହି ସ୍ଥାନକୁ ନଷ୍ଟ କରିଦେବୁ। ଜଣେ ପ୍ରଭୁଙ୍କ ଦାସ ଏପରି କହନ୍ତି, ମୁଁ ବର୍ଷ ବର୍ଷ ଧରି ମୋର ପୁରୁଣା ସ୍ୱଭାବକୁ ଏକ ଶବ ପରି ଟାଣି ଆଣୁଛି। ମୁଁ ଏହାକୁ ଦୂର କରିବାକୁ ଚାହେଁ ଏବଂ ମୁଁ ଏହାକୁ ଦୂର କରିବାକୁ ଚେଷ୍ଟା କରିଛି, କିନ୍ତୁ ଏହା ବାରମ୍ବାର ନିଜକୁ ବଳବାନ ବୋଲି ଦାବି କରି ଚାଲିଛି। ପରମେଶ୍ୱରଙ୍କୁ ଧନ୍ୟବାଦ ଯେ ଈଶ୍ୱର ଆମ ପୁରୁଣା ସ୍ୱଭାବକୁ ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କ ଅଟନ୍ତି, ସେମାନେ କୌଣସି ଏକ ଦିନ ପରିବର୍ତ୍ତନ ହେବେ ଏବଂ ସ୍ୱର୍ଗ ପାଇଁ ଉପଯୁକ୍ତ ହେବେ। ଯାତ୍ରା 17 ପର୍ବ ତାର 15 ଏବଂ 16 ପଦରେ ଲେଖା ଅଛି, ତହିଁରେ ମୋଶା ଗୋଟିଏ ବେଦୀ ନିର୍ମାଣ କରି ତହିଁର ନାମ ଯେହୋଭା ନିସି ସଦାପ୍ରଭୁ ଧ୍ୱଜା ରଖିଲେ। ପୁଣି ସେ ସଦାପ୍ରଭୁ ମୋହର ଧ୍ୱଜା ରଖିଲେ। ପୁଣି ସେ ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ କହିଲେ, ପୁରୁଷାନୁକ୍ରମେ ଅମାଲେକ ସହିତ ସଦାପ୍ରଭୁଙ୍କର ଯୁଦ୍ଧ ହେବ। ଆପଣଙ୍କୁ ଏଠାରେ ମନେ ରଖିବାକୁ ହେବ ଯେ 3ଟି ଗୁରୁତ୍ୱପୂର୍ଣ୍ଣ କଥା ଅଛି। ପ୍ରଥମଟି, ପରମେଶ୍ୱର ଅମାଲେକଙ୍କୁ ଦୂର କରିବାକୁ ଯାଉଛନ୍ତି। ଅନ୍ୟ ଶବ୍ଦରେ ପରମେଶ୍ୱର ଆମର ପୁରୁଣା ପ୍ରକୃତିକୁ ଦୂର କରିବାକୁ ଯାଉଛନ୍ତି। ଦ୍ୱିତୀୟତଃ, ପ୍ରଭୁ କଦାପି ପୁରୁଣା ପାପମୟ ସ୍ୱଭାବ ସହିତ କୌଣସି ପ୍ରକାରର ଆପୋଷ କରନ୍ତି ନାହିଁ। ପିଢ଼ି ପରେ ପିଢ଼ି ଅମାଲେକଙ୍କ ସହିତ ତାହାଙ୍କର ଯୁଦ୍ଧ ହେବ। ତୃତୀୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେପର୍ଯ୍ୟନ୍ତ ଆମେ ଏହି ଜୀବନରେ ବଞ୍ଚିଛୁ ସେ ପର୍ଯ୍ୟନ୍ତ ନିରନ୍ତର ଏହି ସଂଘର୍ଷ ଚାଲିଥିବ। ମାନସିକତା ଏବଂ ଆତ୍ମା ସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବେ। କେବଳ ପରମେଶ୍ୱରଙ୍କର ପବିତ୍ର ଆତ୍ମା ଆମକୁ ବିଜୟ ଦେଇପାରିବେ। ଆମକୁ ଏହି ସତ୍ୟକୁ ଚିହ୍ନିବାକୁ ପଡ଼ିବ।
ଏଠାରେ ଆମେ 17 ପର୍ବ ଶେଷ କଲୁ। ବର୍ତ୍ତମାନ ଆମେ 18 ପର୍ବ ଅଧ୍ୟୟନ କରିବା। ଏହି ଅଧ୍ୟାୟରେ ଆମେ ଅଧ୍ୟୟନ କରିବା ଯେ ମୋସାଙ୍କ ଶ୍ୱଶୁର ଜିତ୍ରୋଙ୍କ ଗସ୍ତ ବିଚାରପତିମାନଙ୍କୁ ନିଯୁକ୍ତି ଦେବା ପାଇଁ ଜିତ୍ରୋଙ୍କ ପରାମର୍ଶ ମୋସା ଗ୍ରହଣ କଲେ। 18 ଅଧ୍ୟାୟରେ ମିଶର ଏବଂ ସିନାଇ ପର୍ବତ ମଧ୍ୟରେ ଇସ୍ରାଏଲ ସନ୍ତାନମାନେ ଯେଉଁ 7ଟି ଅଭିଜ୍ଞତା ସହିଥିଲେ, ଆମେ ତାହାର ଶେଷ ଅଭିଜ୍ଞତାକୁ ଆସିଛୁ। ପରମେଶ୍ୱର ପ୍ରକାଶନ ଦ୍ୱାରା ମୋସାଙ୍କୁ ସିଧାସଳଖ ନେତୃତ୍ୱ ଦେଉଛନ୍ତି, କିନ୍ତୁ ବର୍ତ୍ତମାନ ମୋସା ସାହାଯ୍ୟ ପାଇଁ ପରମେଶ୍ୱରଙ୍କର ପ୍ରକାଶନ ଅପେକ୍ଷା ସାଂସାରିକ ଜ୍ଞାନ ଆଡ଼କୁ ମୁହାନ୍ତି। ମିଡ଼ିଅନର ଯାଜକ ଜିଥ୍ରୋ ମୋସାଙ୍କୁ ଦେଖା କରିବାକୁ ଆସିଲେ। ସେ ମୋସାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ତାଙ୍କ ସହିତ ଆଣିଲେ। ମୋସାଙ୍କ ସହିତ ସେମାନଙ୍କର ଏକ ସୁନ୍ଦର ସାକ୍ଷାତ ହୋଇଥିଲା। ଆପଣ ଏହାକୁ ଏକ ପରିବାରର ପୁନର୍ମିଳନ ବୋଲି କହିପାରିବେ। ଯାତ୍ରା 18 ପର୍ବ ତାର 1ରୁ 4 ପଦରେ ଲେଖା ଅଛି। ଅନନ୍ତର ପରମେଶ୍ୱର ମୋସାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେ କର୍ମ କରିଅଛନ୍ତି, ବିଶେଷରେ ଇସ୍ରାଏଲ ବଂଶକୁ ମିଶରଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୋସାଙ୍କର ଶ୍ୱଶୁର ମିଦିଅନୀୟ ଯାଜକ ଜିତ୍ରୋ ଶୁଣିବାକୁ ପାଇଲେ। ତହିଁରେ ମୋସାଙ୍କର ଶ୍ୱଶୁର ସେହି ଜିତ୍ରୋ ଆପଣା ଗୃହକୁ ପ୍ରେରିତା ମୋସାଙ୍କର ଭାର୍ଯ୍ୟା ସିପୋରାକୁ ଓ ତାହାର 2 ପୁତ୍ରଙ୍କୁ ସଙ୍ଗରେ ନେଲେ। ସେହି 2 ପୁତ୍ରଙ୍କ ମଧ୍ୟରେ ଜଣକର ନାମ ଗେର୍ଶୋମ, ଏହି ସ୍ଥାନରେ ପ୍ରବାସୀ, କାରଣ ସେ କହିଥିଲେ, ମୁଁ ପରଦେଶରେ ପ୍ରବାସୀ ହେଲି। ପୁଣି ଅନ୍ୟର ନାମ ଏଲିଏସର, ପରମେଶ୍ୱର ଉପକାରୀ, କାରଣ ସେ କହିଥିଲେ, ମୋ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ଼ଗରୁ ମୋତେ ଉଦ୍ଧାର କଲେ। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ମୋସା ବର୍ତ୍ତମାନ ଇସ୍ରାଏଲୀମାନଙ୍କର ଏହି ବୃହତ୍ ଦଳ ସହିତ ମିଡ଼ିଅନ ଦେଶକୁ ଆସୁଛନ୍ତି। ଏଠାରେ ମୋସାଙ୍କ ଶ୍ୱଶୁର ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ତାଙ୍କ ପାଖକୁ ଆଣିଛନ୍ତି। ସ୍ପଷ୍ଟ ଭାବରେ ଯେତେବେଳେ ସେମାନେ ମିଶରକୁ ଯାଇଥିଲେ, ସେତେବେଳେ ମୋସାଙ୍କ ସ୍ତ୍ରୀ ତାଙ୍କ ରକ୍ତପ୍ରିୟ ସ୍ୱାମୀ ବୋଲି କହିଥିଲେ। ତାହାର କିଛି ସମୟ ପରେ ମୋସା ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ। ମିଶରରୁ ପ୍ରସ୍ଥାନ ସମୟରେ ସେ ମିଶରରେ ଥିବାର କୌଣସି ରେକର୍ଡ ନାହିଁ, କିନ୍ତୁ ବର୍ତ୍ତମାନ ଜିତ୍ରୋ ତାଙ୍କୁ ଏବଂ ତାଙ୍କର 2 ପୁଅଙ୍କୁ ମୋସାଙ୍କ ପାଖକୁ ଆଣିଛନ୍ତି। ତେଣୁ ଏହା ଏକ ପାରିବାରିକ ପୁନର୍ମିଳନ ଥିଲା। ଯାତ୍ରା 18 ପର୍ବ ତାର 5ରୁ 7 ପଦରେ ଲେଖା ଅଛି। ଅନନ୍ତର ମୋସାଙ୍କର ଶ୍ୱଶୁର ଜିତ୍ରୋ ମୋସାଙ୍କର ସେହି 2 ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୋସାଙ୍କ ନିକଟକୁ, ଅର୍ଥାତ୍ ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ। ପୁଣି ସେ ମୋସାଙ୍କୁ ଜଣାଇଲେ, ତୁମ ଶ୍ୱଶୁର ଜିତ୍ରୋ, ମୁଁ ଓ ତୁମର ଭାର୍ଯ୍ୟା, ତାହା ସହିତ ତୁମର 2 ପୁତ୍ର, ଆମେ ସମସ୍ତେ ତୁମ୍ଭ ନିକଟକୁ ଆସିଅଛୁ। ସେତେବେଳେ ମୋସା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ। ପୁଣି ପରସ୍ପର ମଙ୍ଗଳବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ। ଏଠାରେ ଆପଣ ଦେଖିବାକୁ ପାଇବେ ଯେ ମୋସା ଏବଂ ତାଙ୍କ ଶ୍ୱଶୁରଙ୍କ ମଧ୍ୟରେ ଥିବା ଚମତ୍କାର ସମ୍ପର୍କକୁ ଲକ୍ଷ୍ୟ କରିବା ଏକ ଆକର୍ଷଣୀୟ ବିଷୟ। ସେମାନେ ପ୍ରକୃତରେ ବହୁତ ନିକଟର ବନ୍ଧୁ ପରି ମନେ ହୁଏ। ଇସ୍ରାଏଲ ସନ୍ତାନମାନଙ୍କୁ ମିଶରରୁ ବାହାର କରି ଆଣିବାରେ ପରମେଶ୍ୱର ଯାହା କରିଛନ୍ତି, ମୋସା ତାହା ତାଙ୍କୁ କୁହନ୍ତି। ମୋସା ତାଙ୍କ ସହିତ ଯାହା କୁହନ୍ତି, ସେସବୁ ବିଷୟରେ ଜିତ୍ରୋ ବହୁତ ଆଗ୍ରହୀ ଦେଖାନ୍ତି। ପ୍ରକୃତରେ ଯେତେବେଳେ ମୋସା ତାଙ୍କ ପରିବାରକୁ ଅଭିବାଦନ କରିବାକୁ ବାହାରକୁ ଯାଇଥିଲେ, ଆମକୁ କୁହାଯାଇଛି ଯେ ସେ ତାଙ୍କ ଶ୍ୱଶୁରଙ୍କୁ ଚୁମ୍ବନ କରିଥିଲେ, କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ଚୁମ୍ବନ କରିବା ବିଷୟରେ କିଛି କୁହାଯାଇ ନାହିଁ। ଏହି ଅଂଶଟିରେ ମୋସା ତାଙ୍କ ପୁଅମାନଙ୍କୁ ଦେଖି ଖୁସି ହେବା ବିଷୟରେ କିଛି କୁହେ ନାହିଁ। ଏହି ସମସ୍ତ ଆମର ପୂର୍ବ ନିଷ୍କର୍ଷକୁ ନିଶ୍ଚିତ କରେ ଯେ ମୋସାଙ୍କ ପରିବାରର ସମ୍ପର୍କ ଯେପରି ହେବା ଉଚିତ ସେପରି ନଥିଲା। ଯାତ୍ରା 18 ପର୍ବ ତାର 8ରୁ 12 ପଦରେ ଲେଖା ଅଛି। ଅନନ୍ତର ସଦାପ୍ରଭୁ ଇସ୍ରାଏଲ ଲାଗି ଫାରୋଙ୍କ ପ୍ରତି ଓ ମିଶ୍ରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଲେଶ ଘଟିଅଛି ଓ ସଦାପ୍ରଭୁ ଯେ ପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋସା ଆପଣା ଶ୍ୱଶୁରଙ୍କୁ ଜଣାଇଲେ। ତହିଁରେ ସଦାପ୍ରଭୁ ମିଶ୍ରୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରି ଯେସବୁ ମଙ୍ଗଳ ପ୍ରଦାନ କରିଅଛନ୍ତି, ତହିଁ ନିମନ୍ତେ ଜିତ୍ରୋ ଅତି ଆହ୍ଲାଦିତ ହେଲେ। ପୁଣି ଜିତ୍ରୋ କହିଲେ, ଯେଉଁ ସଦାପ୍ରଭୁ ମିଶ୍ରୀୟମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମମାନଙ୍କୁ ଉଦ୍ଧାର କରିଅଛନ୍ତି ଆଉ ମିଶ୍ରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ। ସଦାପ୍ରଭୁ ସମସ୍ତ ଦେବଗଣଠାରୁ ଅଧିକ ମହାନ, ଏହା ମୁଁ ଏବେ ଜାଣିଲି। ହଁ, ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ, ସେହି ବିଷୟରେ ସେ ମହାନ। ଅନନ୍ତର ମୋସାଙ୍କ ଶ୍ୱଶୁର ଜିତ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ
ଉତ୍ସର୍ଗ କଲେ। ପୁଣି ହାରଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନ ବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୂଷାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ। ଏଠାରେ ଆପଣ ଦେଖିବାକୁ ପାଇବେ ଯେ ମୂଷା ତାଙ୍କ ଶ୍ୱଶୁର ଘରେ ମିଡ଼ିଅନରେ ଥିବାବେଳେ ସେ ଯେତେବେଳେ ଇସ୍ରାଏଲ ସନ୍ତାନମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ, ସେତେବେଳେ ଜିତ୍ରୋ ହୁଏତ ସନ୍ଦେହିଥିଲେ। ହୁଏତ ସେ ତାଙ୍କ ପଡ଼ୋଶୀମାନଙ୍କୁ କହିଥିଲେ, ମୁଁ ଜାଣିନାହିଁ ମୋ ଜ୍ୱାଇଁଙ୍କ ଉପରେ କ'ଣ ଆକ୍ରାନ୍ତ କରିଛି। ତାଙ୍କର ବଡ଼ ବଡ଼ ଚିନ୍ତାଧାରା ଅଛି। ସେ ଭାବନ୍ତି ଯେ ପରମେଶ୍ୱର ତାଙ୍କୁ ଇସ୍ରାଏଲମାନଙ୍କୁ ମିଶରରୁ ଉଦ୍ଧାର କରିବା ପାଇଁ ଡାକିଛନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ ସେ ଯେଉଁ ପରମେଶ୍ୱରଙ୍କର ସେବା କରନ୍ତି ସେ ତାହା କରିପାରିବେ। କିନ୍ତୁ ପରମେଶ୍ୱର ଏହା କହିଥିଲେ ଏବଂ ଏହା ନିଶ୍ଚିତ ଭାବରେ ଜିତ୍ରୋଙ୍କୁ ପରମେଶ୍ୱରଙ୍କ ପରିତ୍ରାଣର ଜ୍ଞାନ ଆଣିଦେଇଥିଲା। ଏହା ପ୍ରମାଣିତ ହୁଏ ଯେ ସେଥିପାଇଁ ସେ ପରମେଶ୍ୱରଙ୍କୁ ହୋମବଳି ଉତ୍ସର୍ଗ କରିଥିଲେ। ଯାତ୍ରା 18 ପର୍ବ ତାର 13-18 ପଦରେ ଲେଖା ଅଛି, ତହିଁ ଆର ଦିନ ମୂଷା ଲୋକମାନଙ୍କର ବିଚାର କରିବାକୁ ବସନ୍ତେ ଲୋକମାନେ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରହିଲେ। ସେତେବେଳେ ମୂଷା ଲୋକମାନଙ୍କ ବିଷୟରେ ଯାହା ଯାହା କଲେ ତାଙ୍କର ଶ୍ୱଶୁର ତାହା ଦେଖି କହିଲେ, ତୁମ୍ଭେ ଲୋକମାନଙ୍କ ପ୍ରତି ଏ କି ରୂପ ବ୍ୟବହାର କରୁଅଛ? ତୁମ୍ଭେ କି ହେତୁ ଏକାକୀ ବସ ଓ ସମସ୍ତ ଲୋକ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭ ଚାରିଆଡ଼େ କାହିଁକି ଛିଡ଼ା ହୋଇ ରହନ୍ତି? ତହିଁରେ ମୂଷା ଆପଣ ଶ୍ୱଶୁରଙ୍କୁ କହିଲେ, ଲୋକମାନେ ପରମେଶ୍ୱରଙ୍କ ବିଚାର ବୁଝିବା ପାଇଁ ମୋ ପାଖକୁ ଆସନ୍ତି ଓ ସେମାନଙ୍କର କୌଣସି ବିବାଦ ହେଲେ ମୋ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଚାର କରେ। ପୁଣି ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ସେମାନଙ୍କୁ ଜ୍ଞାତ କରାଏ। ଅନନ୍ତର ମୂଷାଙ୍କର ଶ୍ୱଶୁର କହିଲେ, ତୁମର ଏହି କର୍ମ ଭଲ ନୁହେଁ। ତୁମ୍ଭେ ଓ ତୁମ ସଙ୍ଗୀ ଏହି ଲୋକମାନେ ଦୁହେଁ ନିଶ୍ଚୟ କ୍ଷଣ ହୋଇଯିବ, କାରଣ ଏ କାର୍ଯ୍ୟ ତୁମ୍ଭ ନିମନ୍ତେ ଅତି ଭାରି। ତୁମ୍ଭେ ଏକାକୀ ଏହା ସାଧନ କରି ନ ପାର। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ମୂଷାଙ୍କ ଶ୍ୱଶୁର ସ୍ପଷ୍ଟ ଭାବରେ ତାଙ୍କୁ ଭଲ ପାଉଥିଲେ, ତାଙ୍କ ପ୍ରତି ଗଭୀର ସମ୍ମାନ ରଖିଥିଲେ ଏବଂ ତାଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତି ଅତ୍ୟନ୍ତ ଉତ୍ସାହିତ ଥିଲେ। ମୂଷାଙ୍କ ପରିବାରକୁ ତାଙ୍କ ପାଖକୁ ଆଣିଦେଇଥିବା ପରେ ତାଙ୍କ ଶ୍ୱଶୁର କିଛି ଦିନ ସେଠାରେ ରହିଲେ। ସେ ଦେଖିଲେ ଯେ ମୂଷା ଲୋକମାନଙ୍କ ବିବାଦର ବିଚାର କରିବାରେ ବହୁତ ବ୍ୟସ୍ତ ରହୁଛନ୍ତି। ତେଣୁ ମୂଷାଙ୍କ କାର୍ଯ୍ୟଭାରକୁ କିଛିଟା ହାଲୁକା କରିବା ପାଇଁ ସେ ଏକ ପରାମର୍ଶ ଦେଲେ। ଯାତ୍ରା 18 ପର୍ବ ତାର 19-27 ପଦରେ ଲେଖା ଅଛି, ଏ ହେତୁ ମୋ କଥାରେ ମନୋଯୋଗ କର, ମୁଁ ତୁମ୍ଭକୁ ପରାମର୍ଶ ଦେବି। ପୁଣି ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। ପୁଣି ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କର ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ ଅର୍ଥାତ୍ ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟ ଲାଭ ଘୃଣାକାରୀ ଲୋକମାନଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ 1000 ପ୍ରତି, 100 ପ୍ରତି, 50 ପ୍ରତି ଓ 10 ପ୍ରତି ରୂପେ ନିଯୁକ୍ତି କର। ସେମାନେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ। ପୁଣି କୌଣସି ବଡ଼ କଥା ହେଲେ ତୁମ ନିକଟକୁ ଆଣିବେ। ମାତ୍ର କ୍ଷୁଦ୍ର କଥା ସବୁ ସେମାନେ ଆପେ ବିଚାର କରିବେ। ତାହା ହେଲେ ତୁମ ନିଜ କର୍ମ ଉଶ୍ୱାସ ହେବ। ପୁଣି ସେମାନେ ତୁମ ସହିତ ଭାର ବହିବେ। ତୁମ୍ଭେ ଯେପରି ଏପରି କରିବ, ପୁଣି ପରମେଶ୍ୱର ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହିପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ। ଅନନ୍ତର ମୂଷା ଆପଣ ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। ପୁଣି ମୂଷା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ 1000 ପ୍ରତି, 100 ପ୍ରତି, 50 ପ୍ରତି ଓ 10 ପ୍ରତି ରୂପେ ନିଯୁକ୍ତି କଲେ। ତେଣୁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ। କଠିନ ବିଚାର ସବୁ ମୂଷାଙ୍କ ପାଖକୁ ଆଣିଲେ, ମାତ୍ର କ୍ଷୁଦ୍ର କ୍ଷୁଦ୍ର କଥା ସବୁ ଆପେ ଆପେ ବିଚାର କଲେ। ଅନନ୍ତର ମୂଷା ଆପଣା ଶ୍ୱଶୁରଙ୍କୁ ବିଦାୟ କରନ୍ତି ସେ ସ୍ୱଦେଶକୁ ପ୍ରସ୍ଥାନ କଲେ। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଜିତ୍ରୋ ପରାମର୍ଶ ଦେଇଥିଲେ ଯେ ମୂଷାଙ୍କୁ ଲୋକମାନଙ୍କର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବା ପାଇଁ ବିଚାରପତିମାନଙ୍କୁ ନିଯୁକ୍ତି କରାଯାଉଛି। କେହି ଜଣେ କହିବେ ଯେ ତାଙ୍କ ପରାମର୍ଶରେ କ'ଣ ଭୁଲ ଅଛି? ହଁ, ବାହାରକୁ ସବୁ କିଛି ଭଲ ଦେଖାଯାଉଛି। ମନେ ରଖିବା ଉଚିତ ଯେ ଏହି ଜଗତରେ 2 ପ୍ରକାରର ଜ୍ଞାନ ଅଛି, ଈଶ୍ୱରଙ୍କ ଜ୍ଞାନ ଏବଂ ଜଗତର ଜ୍ଞାନ। ଜିତ୍ରୋଙ୍କ ପ୍ରସ୍ତାବ ଜଗତର ଜ୍ଞାନ ଉପରେ ଆଧାରିତ ଥିଲା। ଆପଣ ଯେବେ ଜଗତର ଧାରା ଅନୁସରଣ କରନ୍ତି ତେବେ ଆପଣ ଈଶ୍ୱରଙ୍କ ଆଡ଼କୁ ଦେଖନ୍ତି ନାହିଁ,
ଆଜି ମଣ୍ଡଳୀଗୁଡ଼ିକ ଭିତରେ ଏପରି ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଜଗତରେ ପ୍ରତିଷ୍ଠିତ ବ୍ୟବସାୟୀ କିମ୍ବା ଉଚ୍ଚ ପଦସ୍ଥ ବ୍ୟକ୍ତିମାନଙ୍କୁ ମଣ୍ଡଳୀ ଭିତରକୁ ଅଣାଯାଇଛି ଏବଂ ପ୍ରମୁଖ ସ୍ଥାନ ଦିଆଯାଉଛି। ସେମାନେ ଜଗତର ଧାରା ଅନୁସାରେ ମଣ୍ଡଳୀକୁ ପରିଚାଳନା କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେମାନଙ୍କର ଆତ୍ମିକ ଅନୁଭୂତି କିମ୍ବା ପରିପକ୍ୱତା ନଥାଏ। ଜଗତର କାର୍ଯ୍ୟକ୍ରମ ମଣ୍ଡଳୀରେ କାର୍ଯ୍ୟ କରେ ନାହିଁ। ଜିତ୍ରୋ ଯେଉଁ ସୁପାରିଶ କରିଥିଲେ ତାହା ଭଲ ଥିଲା। ସେମାନେ ମୂଷାଙ୍କ ଉପରକୁ ଭାର କାଢ଼ି ନେବେ ଏବଂ କାମକୁ ତ୍ୱରାନ୍ୱିତ କରିବେ। ସେମାନେ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସ୍ଥାପନ କରିବେ ଏବଂ ସମୟ ସଂରକ୍ଷଣ କରିବେ। ଜିତ୍ରୋଙ୍କ ପ୍ରସ୍ତାବ ଏକ ବହୁତ ଆକର୍ଷଣୀୟ ପ୍ୟାକେଜ ପରି ଦେଖାଯାଉଥିଲା। ତାଙ୍କର ପରାମର୍ଶ ଆନ୍ତରିକ ଥିଲା ଏବଂ ତାଙ୍କର ଉଦ୍ଦେଶ୍ୟ ମଧ୍ୟ ଉତ୍ତମ ଥିଲା। ସେ ମୂଷାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ଥିଲେ ଏବଂ ତାଙ୍କର ଏହି କାର୍ଯ୍ୟ ପାଇଁ ଆପଣ ତାଙ୍କୁ ଭଲ ନ ପାଇ ରହିପାରିବେ ନାହିଁ। ତଥାପି ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ ଏହା ପରମେଶ୍ୱରଙ୍କ ଇଚ୍ଛା ନଥିଲା। ହୁଏତ ପରମେଶ୍ୱର ଏହାକୁ ଅନୁମତି ଦେଇଥିଲେ, କିନ୍ତୁ ସେ ଏପରି କରିବାକୁ ପରାମର୍ଶ ଦେଇନଥିଲେ। ଏହି ଅଂଶଟିକୁ ସତର୍କତାର ସହିତ ପରୀକ୍ଷା କଲେ ଏହି ବ୍ୟକ୍ତିଙ୍କ ପରାମର୍ଶର ସୂକ୍ଷ୍ମ ଏବଂ ମନ୍ଦ ଅଭିପ୍ରାୟ ଜଣାପଡ଼ିବ। ପ୍ରଥମତଃ, ପରମେଶ୍ୱର ଏହି ବିଷୟରେ ମୂଷାଙ୍କୁ ଏପରି କୌଣସି ନିର୍ଦ୍ଦେଶ ଦେଇନଥିଲେ। ଜିତ୍ରୋଙ୍କ ପରାମର୍ଶ ପ୍ରକୃତରେ ପରମେଶ୍ୱରଙ୍କର ଜ୍ଞାନ, ବିଚାର ଏବଂ ପ୍ରେମ ଉପରେ ପ୍ରଶ୍ନ ଉଠାଇଥିଲା। ଜିତ୍ରୋ ପ୍ରକୃତରେ କହିଥିଲେ ଯେ ପରମେଶ୍ୱର ମୂଷାଙ୍କ ପାଇଁ ଯଥାସମ୍ଭବ ସର୍ବୋତ୍ତମ ବିଷୟ କରିନଥିଲେ। ଯଦି ପରମେଶ୍ୱର ପ୍ରକୃତରେ ମୂଷାଙ୍କୁ ଭଲ ପାଉଥିଲେ ଏବଂ ତାଙ୍କ ଯତ୍ନ ନେଉଥିଲେ, ତେବେ ସେ ଏହି ପରାମର୍ଶ ବହୁତ ପୂର୍ବରୁ ଦେଇଥାନ୍ତେ। ପ୍ରିୟ ବନ୍ଧୁଗଣ, ମୁଁ ଜିତ୍ରୋଙ୍କ ବକ୍ତବ୍ୟର ଅନ୍ତରାଳରେ ଏଦେନ ଉଦ୍ୟାନରେ ସର୍ପର ହିସ ଶବ୍ଦ ଶୁଣିପାରୁଛି। ସର୍ପ ହବାଙ୍କୁ ପରାମର୍ଶ ଦେଇଥିଲା, ଯଦି ତୁମେ କେବଳ ସେହି ଗଛରୁ ଫଳ ଖାଇପାରିବ, ତେବେ ତୁମେ ଜ୍ଞାନୀ ହୋଇଥାନ୍ତେ। ତେଣୁ ପରମେଶ୍ୱର ତୁମକୁ ଯାହା ଖାଇବାକୁ ଅନୁମତି ଦେଇନାହାନ୍ତି, ପରମେଶ୍ୱର ତୁମ ପାଇଁ ଯାହା ସର୍ବୋତ୍ତମ ବିଷୟ ଦେବା କଥା ତାହା ମନା କରିଛନ୍ତି। ଜିତ୍ରୋଙ୍କ ପରାମର୍ଶ ସମାନ କଥା ବୁଝାଏ, କିନ୍ତୁ ଯଦି ଏହା ସର୍ବୋତ୍ତମ ପଦ୍ଧତି ହୋଇଥାନ୍ତା, ତେବେ ପରମେଶ୍ୱର ପୂର୍ବରୁ ଏହି ବ୍ୟବସ୍ଥା କରିଥାନ୍ତେ। ଦ୍ୱିତୀୟ କଥାଟି ଧ୍ୟାନ ଦେବାକୁ ହେବ ଯେ ପରମେଶ୍ୱର ମୂଷାଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁଥିଲେ। ଇସ୍ରାଏଲକୁ ଉଦ୍ଧାର କରିବାର ମହାନ କାର୍ଯ୍ୟ ପାଇଁ ସେ ତାଙ୍କୁ ସଜ୍ଜିତ କରୁଥିଲେ। ପରମେଶ୍ୱର କୌଣସି ତୃତୀୟ ପକ୍ଷକୁ ଆଣିବାକୁ ଚାହୁଁନଥିଲେ। ସେ ଚାହୁଁନଥିଲେ ଯେ ଅନ୍ୟମାନେ ମୂଷାଙ୍କ ପାଖକୁ ସିଧାସଳଖ ଆସିବା ଦ୍ୱାରା ପରମେଶ୍ୱରଙ୍କ ଶକ୍ତିକୁ ନଷ୍ଟ କରିବେ କିମ୍ବା ଏହାକୁ ପୃଥକ କରିବେ। ମନେ ରଖନ୍ତୁ ଯେ ପରମେଶ୍ୱର ମୂଷାଙ୍କ ସହିତ ମୁହାଁମୁହିଁ କଥା ହେଉଥିଲେ। ଅନେକ ଲୋକ ଅଛନ୍ତି ଯେଉଁମାନେ ସିଧାସଳଖ ପରମେଶ୍ୱରଙ୍କ ସହିତ ଯୋଗାଯୋଗ କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଅନ୍ୟ ଲୋକମାନଙ୍କ ମଧ୍ୟରେ କାମ କରିବାକୁ ପସନ୍ଦ କରନ୍ତି। ସେମାନେ ଜଣେ ବ୍ୟକ୍ତି ଏକ ଚର୍ଚ୍ଚ, ଏକ ସମାରୋହ, ଏକ ପୁସ୍ତକ ଦେଇ ଯିବାକୁ ପସନ୍ଦ କରନ୍ତି। ଏସବୁର ନିଜ ନିଜର ସ୍ଥାନ ଅଛି, କିନ୍ତୁ ଆମକୁ ସିଧାସଳଖ ପରମେଶ୍ୱରଙ୍କ ପାଖକୁ ଯିବାକୁ ପଡ଼ିବ। ପରମେଶ୍ୱର ଚାହିଁନଥିଲେ ଯେ ଏହି ଜନଗହଳି ଏଥିରେ ସାମିଲ ହେଉ। ଏହି ଅଂଶଟି ଦେଖିବା ସମୟରେ ଲକ୍ଷ୍ୟ କରିବାର ତୃତୀୟ କଥା ହେଉଛି ଯେ ଜିତ୍ରୋଙ୍କ ପରାମର୍ଶ ଏକ ସଂଗଠନ ସୃଷ୍ଟି କରିଥିଲା, ଯାହା ମଧ୍ୟରୁ 70 ଜଣ ବାହାରି ଆସିଥିଲେ। ଏକ ମହାସଭା ଯାହା ଏହି ଘଟଣାର ପ୍ରାୟ 1500 ବର୍ଷ ପରେ ଗୋଟିଏ ରାତିରେ ଏକାଠି ହୋଇ ପରମେଶ୍ୱରଙ୍କ ପୁତ୍ରଙ୍କର ମୃତ୍ୟୁ ପାଇଁ ଷଡ଼ଯନ୍ତ୍ର କରିଥିଲା। ମୂଷାଙ୍କୁ ଏହି ସଂଗଠନର ଆବଶ୍ୟକତା ନଥିଲା। ପରମେଶ୍ୱର ମୂଷାଙ୍କୁ ଏହି କଠିନ କାର୍ଯ୍ୟ ପାଇଁ ଯଥେଷ୍ଟ ଶକ୍ତି ଦେଇଥିଲେ। ଏହି 70 ଜଣ ବ୍ୟକ୍ତି ଈଶ୍ୱରଙ୍କ ପାଇଁ ଜଣେ ବ୍ୟକ୍ତି ଅପେକ୍ଷା ଅଧିକ ଦକ୍ଷ ନଥିଲେ। ସର୍ବଶେଷରେ ଈଶ୍ୱରଙ୍କ ଆତ୍ମା ହିଁ ମଣିଷକୁ ଜୀବନ୍ତ କରନ୍ତି ଏବଂ ଶକ୍ତି ଦିଅନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଅନୁଭବ କରନ୍ତି ଯେ ଚର୍ଚ୍ଚକୁ ସଫଳତା ପାଇଁ ଯାହା ଆବଶ୍ୟକ ତାହା ହେଉଛି ସଠିକ୍ ପଦ୍ଧତି। ବର୍ତ୍ତମାନ ଅନେକ ପ୍ରଚାରକ ଅଛନ୍ତି ଯେଉଁମାନେ ନୂତନ ପିଢ଼ି ସହିତ ନିଜକୁ ପରିଚିତ କରିବାକୁ ଚେଷ୍ଟା କରି ମୂର୍ଖତାର କାର୍ଯ୍ୟ କରୁଛନ୍ତି। ସେମାନେ କୁହନ୍ତି ଯେ ସେମାନେ ନୂତନ ପିଢ଼ି ସହିତ ଯୋଗାଯୋଗ କରିବାକୁ ଚାହାନ୍ତି। ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ସେମିନାରୀ ଅଛି ଯାହା ଲୋକଙ୍କୁ ଚିହ୍ନଟ କରିବା ଏବଂ ଯୋଗାଯୋଗ କରିବାରେ ପ୍ରମୁଖ। ମୁଁ କେବେ ଶୁଣିନାହିଁ ଯେ ସେମାନେ ଦକ୍ଷିଣ କାଲିଫର୍ଣ୍ଣିଆରେ ପ୍ରକୃତରେ ପହଞ୍ଚି ଲୋକମାନଙ୍କ ଜୀବନକୁ ସ୍ପର୍ଶ କରୁଛନ୍ତି। ସେମାନେ କେବେ ଏହା କରିପାରିବେ ନାହିଁ। ଈଶ୍ୱରଙ୍କୁ କୌଣସି ପଦ୍ଧତି, ସଂଗଠନ, ସଂଖ୍ୟା, ଏକ ବ୍ୟବସ୍ଥା, ଏକ ବିଧି କିମ୍ବା ଭଲ କାର୍ଯ୍ୟର ଆବଶ୍ୟକତା ନାହିଁ। ଈଶ୍ୱର ଜଗତର ସମସ୍ତ ଜ୍ଞାନକୁ ସଫା କରିଦିଅନ୍ତି, ଯାହାଦ୍ୱାରା ଆପଣଙ୍କ ଆତ୍ମା ଏବଂ
ତାଙ୍କ ମଧ୍ୟରେ କିଛି ମଧ୍ୟସ୍ଥ ରହିବ ନାହିଁ। ଜଗତର ଜ୍ଞାନ ଏବଂ ଈଶ୍ୱରଙ୍କ ଜ୍ଞାନ ପରସ୍ପର ବିରୋଧୀ, ଏତେ ବିପରୀତ ଯେ ଗୋଟିଏ ହେଉଛି ଜ୍ଞାନ ଏବଂ ଅନ୍ୟଟି ହେଉଛି ମୂର୍ଖତା। ପ୍ରଥମ କରନ୍ଥୀୟ 3 ପର୍ବ ତାର 18 ଏବଂ 19ରେ ପରମେଶ୍ୱର କହନ୍ତି, କେହି ଆପଣାକୁ ପ୍ରବଞ୍ଚନା ନ କରୁ। ଯଦି କୌଣସି ଲୋକ ଏହି ଯୁଗରେ ତୁମମାନଙ୍କ ମଧ୍ୟରେ ଆପଣାକୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇପାରେ ଏଥିପାଇଁ ସେ ମୂର୍ଖ ହେଉ। କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। ଯେଉଁ ଲେଖା ଅଛି, ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୃତତାରେ ଧରନ୍ତି। ପ୍ରେରିତ ପାଉଲ ଆମକୁ ପ୍ରଥମ କରନ୍ଥୀୟ 2 ପର୍ବ ତାର 4ରେ କହନ୍ତି, ତୁମମାନଙ୍କର ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ। ଆମକୁ ଜ୍ଞାନୀ ହେବା ଏବଂ ଖ୍ରୀଷ୍ଟଙ୍କ ପ୍ରତି ଲୋକଙ୍କୁ ଜିତିବା ପାଇଁ ବୈଦିକ ପଦ୍ଧତି ବ୍ୟବହାର କରିବାର ଆବଶ୍ୟକତା ନାହିଁ। ଆମକୁ ଯାହା ଆବଶ୍ୟକ ତାହା ହେଉଛି ଆମକୁ ମାର୍ଗଦର୍ଶନ କରିବା ପାଇଁ ପରମେଶ୍ୱରଙ୍କର ଜ୍ଞାନ। ଆମକୁ ନୂତନ ପଦ୍ଧତି ନୁହେଁ, ବରଂ ପରମେଶ୍ୱରଙ୍କ ଶକ୍ତି ଆବଶ୍ୟକ। ମୋର ବନ୍ଧୁ, ଆପଣ କ'ଣ ଜଗତର ଜ୍ଞାନ ଉପରେ ନିର୍ଭର କରୁଛନ୍ତି, ନା ଉର୍ଦ୍ଧ୍ୱରୁ ଆଗତ ଜ୍ଞାନ ଆପଣଙ୍କୁ ମାର୍ଗଦର୍ଶନ କରିବା ପାଇଁ ପରମେଶ୍ୱରଙ୍କ ଆଡ଼କୁ ଚାହିଁଛନ୍ତି? ମୁଁ ଆଶା କରେ ଆଜିର ଅଧ୍ୟୟନଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଆଜିର ଅଧ୍ୟୟନ ମଧ୍ୟରେ ଯାହା ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ପ୍ରଭୁ, ଆମେ ଯେପରି ଏହି ଜଗତ ମଧ୍ୟରେ ବଞ୍ଚିଥିବା ସମାଜରେ ସବୁବେଳେ ତୁମଠାରେ ବିଶ୍ୱାସ ଭରସାର ଜୀବନ କାଟିବୁ, ତୁମକୁ ଲକ୍ଷ୍ୟ ରଖି ଯେପରି ଆମେ ଆଗକୁ ବଢ଼ିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଏକ ପବିତ୍ରତାର ଜୀବନ ମଧ୍ୟରେ ଆମେମାନେ ଯେପରି ବଞ୍ଚିକି ତୁମକୁ ଜୀବନର ସବୁ କ୍ଷେତ୍ରରେ ଯେପରି ଗୌରବ ଦେଇପାରିବୁ, ସେହିପରି ଆମମାନଙ୍କୁ ତୁମେ ଅନୁଗ୍ରହ ପ୍ରଦାନ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରିବା ସହିତ ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନେଇ ସେମାନଙ୍କର ବନ୍ଧୁ ବାନ୍ଧବ ସମସ୍ତଙ୍କୁ ତୁମେ ବହୁଳ ଭାବରେ ଆଶୀର୍ବାଦ କର। କାହାର ଯଦି କୌଣସି ପ୍ରକାର ସମସ୍ୟା ଥାଏ, ଦୁଃଖ କଷ୍ଟ ମଧ୍ୟରେ ଯଦି କେହି ଅଛନ୍ତି ପ୍ରଭୁ, ସମସ୍ତଙ୍କର ଦୁଃଖ କଷ୍ଟ ସମସ୍ୟାକୁ ପ୍ରଭୁ ଯୀଶୁଙ୍କ ନାମରେ ତୁମେ ଦୂର କର। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏ ଅଧ୍ୟୟନରୁ ଆମେ ଶିଖିଲୁ ଯେ ମାନସିକ ଓ ଶାରୀରିକ ସାଂସାରିକ ପ୍ରବୃତ୍ତି ଉପରେ ବିଜୟ କେବଳ ଈଶ୍ୱରଙ୍କ ଶକ୍ତି ଦ୍ୱାରା ହିଁ ସମ୍ଭବ ହୋଇଥାଏ, ଆମର ନିଜ ଶକ୍ତି ଦ୍ୱାରା ନୁହେଁ। ମୋସାଙ୍କ ପ୍ରାର୍ଥନା ଓ ମଧ୍ୟସ୍ଥତା ବିନା ଇସ୍ରାଏଲ ଯେପରି ଅମାଲେକ୍ୟମାନଙ୍କୁ ପରାସ୍ତ କରିପାରିନଥାନ୍ତା, ଠିକ୍ ସେହିପରି ପବିତ୍ର ଆତ୍ମାଙ୍କ କାର୍ଯ୍ୟ ବିନା ବିଶ୍ୱାସୀମାନେ ନିଜର ପାପପୂର୍ଣ୍ଣ ସ୍ୱଭାବ ଉପରେ ବିଜୟ ଲାଭ କରିପାରିବେ ନାହିଁ। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 19 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ମୋଶା ଇସ୍ରାଏଲକୁ ପରମେଶ୍ୱରଙ୍କ ବାର୍ତ୍ତା ପ୍ରଦାନ କରୁଛନ୍ତି ଏବଂ ସମଗ୍ର ଦେଶ ସିନୟ ପର୍ବତଠାରେ ପରମେଶ୍ୱରଙ୍କ ଏକ ନାଟକୀୟ ତଥା ମହିମାମୟ ଆଗମନ ପାଇଁ ପ୍ରସ୍ତୁତ ହେଉଛି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ଇସ୍ରାଏଲୀୟ। ଆଜିର ପ୍ରଶ୍ନଟି ହେଉଛି ଅମାଲେକୀୟମାନେ କାହାର ବଂଶଧର ଥିଲେ? ଏ ଯାକୁବ, ବି ଦାଉଦ, ସି ଏଶ, ଡି ଅବ୍ରାହମ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমকু জଣାଇବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 044490812996 রে মিসড কল দেই বিজয়ী হয়ে পারিবে।
ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ବାଲେଶ୍ୱରରୁ ଶ୍ୟାମ ସୁନ୍ଦର ସିଂ ଓ ପରିବାର।